36ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଉ ଏହି ଉତ୍ସବରେ ଆମର ମୁଖ୍ୟ ଅତିଥି ଡକ୍ଟର ସମ୍ବିତ ପାତ୍ର ମାନ୍ୟବର ସଂସଦ ଥିଲେ। ସେ ତାଙ୍କର ଅନ୍ୟ ସ୍ଥାନରେ ମିଟିଂର ଥିବାରୁ ସେ ଅଳ୍ପ ସମୟ ପାଇଁ ବିଦ୍ୟାଳୟକୁ ଆସି ଉଦ୍ଘାଟନ କରି ତାଙ୍କ ମିଟିଂରେ ଆଟେଣ୍ଡ କରିବା ପାଇଁ ଚାଲି ଯାଇଥିଲେ। ଆଉ ଆମର ଅତିଥି ଭାବରେ ଆମର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମମତା ମିଶ୍ର ମହୋଦୟା ଉପସ୍ଥିତ ଥିଲେ। ଆଉ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ଗୌର ମଧ୍ୟ ଉପସ୍ଥିତ ଥାଇ ଆମର ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦନ ପ୍ରଦାନ କରିଥିଲେ। ଯାହା ସମସ୍ତଙ୍କ ସହଯୋଗରେ ଆମର ବର୍ତ୍ତମାନ ବାର୍ଷିକ ଉତ୍ସବଟି ସଫଳ ରୂପାୟନ ହେବାକୁ ଯାଉଛି। ମୁଁ କପିଳେଶ୍ୱର ଦାସ ସାରସ୍ୱତୀ ବିଦ୍ୟା ନିକେତନର ସହକାରୀ ଶିକ୍ଷକ ଦୀର୍ଘ 24ରୁ 25 ବର୍ଷ ଧରି ଏଠାରେ କାର୍ଯ୍ୟ କରି ଆସୁଛି। ସାରସ୍ୱତୀ ବିଦ୍ୟା ନିକେତନ ଲୋକନାଥର ଶ୍ରୀ ଠାକୁର ବିଜୟାନନ୍ଦଙ୍କର ଆଦର୍ଶ ଉପରେ ଆଧାରିତ ଏବଂ ଏହି ବିଦ୍ୟା ନିକେତନ ଦୀର୍ଘ 36 ବର୍ଷ ଧରି এই ବାର୍ଷିକ ପ୍ରତିଯୋଗିତା କରିଆସୁଛି ଏବଂ ଏହା ସମସ୍ତଙ୍କର ମିଳିତ ଉଦ୍ୟମ ଏବଂ ଅଭିଭାବକମାନଙ୍କର ସକ୍ରିୟ ସହଯୋଗ ଦ୍ୱାରା ସମ୍ଭବ ହୋଇପାରୁଛି ଏବଂ ସେମାନେ ଆମର ଏ ଅଭିଯାନରେ ସବୁବେଳେ ଆମ ସହିତ ସାମିଲ ଅଛନ୍ତି, ଆମ ସହିତ ରହିଛନ୍ତି। ଯାହାଫଳରେ କି ଆମର ଏଇ ବିଦ୍ୟା ନିକେତନର ବାର୍ଷିକ ଆନୁଆଲ ଫଙ୍କସନ୍ ଯୋଉଟାକୁ ଆମେ କହୁଛେ ବାର୍ଷିକ এটা সফলতম রূপায়ণ জয়গুরু জয়। ଆଜି ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଆମର ଏଇ ସାରସ୍ୱତୀ ବିଦ୍ୟା ନିକେତନର 36ତମ ବାର୍ଷିକ ଉତ୍ସବ ପାଳନ କରାଯାଉଛି। ମୁଁ ଏଠାରେ ମୋର ଚାକିରି ଜୀବନ ଆରମ୍ଭ କରିଥିଲି। ବହୁତ ସୁନ୍ଦର ପରିବେଶ, ଆଧ୍ୟାତ୍ମିକ ପରିବେଶ ରହିଥାଏ ସବୁବେଳେ। ଏଠି ପିଲାଙ୍କର ପାଠ ସହିତ ସହଶୈକ୍ଷିକ ଦିଗର ବିକାଶ ପାଇଁ ଚେଷ୍ଟା କରାଯାଏ। ପିଲାମାନେ ବହୁତ ସୁନ୍ଦର ପ୍ରଦର୍ଶନ କରନ୍ତି। ଗୀତ, ନୃତ୍ୟ, ସଙ୍ଗୀତ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପ୍ରଦର୍ଶନ କରନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ବହୁତ ଅଧ୍ୟୟନରତ ତଥା ବହୁତ ପରିଶ୍ରମୀ। ଆଉ ତେଣୁ ଏଇ ବିଦ୍ୟାଳୟଟିର ସର୍ବାଙ୍ଗୀନ ବିକାଶ ହୁଏ, ଏତିକି ମୋର କାମନା। ଆଜି ଭାଗ ନେଇଛ, କଣ ନାଚିବ, କଣ ଦେଖିବ? କୃଷ୍ଣ ଡ୍ୟାନ୍ସ। କେତେ ଖୁସି? ବହୁତ ଖୁସି।